ଆଉ 2-3 ମିନିଟ୍ ଭିତରେ କଥା ସବୁ ଟୋଟାଲି ପ୍ରେସେନ୍ସ ହିଁ ନାହିଁ। ଆଉ ସେ ପୁଣି ସମେତ କଥା ଦେଲେ ଯଦି କାହାର କଣ ହବ କି କଣ ହଜିଲା ଗାଡି କତିକି ପଳେଇବ। ମୁଁ ଜୀବନ ହେଇଗଲେ ସେ ତ ଗୋଟେ ଗାଡିକୁ ହୁଙ୍କା ମାରି ସେ ଚଢା ଭିଡରୁ ସେପଟକୁ ବାହାରକୁ ପଳେଇଥିଲି। ଯୋଉ ଭଲେଣ୍ଟିୟର ମାନେ ଠିଆ ନଥିଲେ ବାହାରକୁ ମାରି ଡିଆଁ ମାରି ମୁଁ ପ୍ରେସେନ୍ସ ହିଁ ନାହିଁ। ଏକ ମୁଁ ନରେନ୍ଦ୍ର ପୋଖରୀ ଗାଡି ପାଖରେ ମୋ ନାଁ ମିନକେତନ ଦାସ। କଣ କହିବେ ଯୋଉ ଯାଇଥିଲେ ଆପଣ ପୁରୀ ଯାଇଥିଲେ ସାଙ୍ଗ ହେଇକି? ଆଜ୍ଞା କଣ ହେଇଥିଲା ସେ ଘଟଣା ବିଷୟରେ ଟିକେ କହିବେ? ଆମେ ବାହାରିକି ତ ଯାଉଛୁ ଜଷ୍ଟ ମର୍ଚିଗୁଣ୍ଡି କୋର୍ଟ ଛକ ପାଖରେ ତ ସେଇ ଘଟଣାଟା ହେଇଛି। ଆଉ କଣ କେମିତି ଥିଲା? କେତେବେଳେ ଯାଇଥିଲେ ବାହାରି? କେତେ ଜଣ ସାଙ୍ଗ ଯାଇଥିଲେ? ଆମେ 6 ଜଣ ଯାଇଥିଲୁ ସେଟା। କେମିତି କଣ ହେଲା ଟିକେ କହିବେ? ସେପଟୁ ରଥ ପଟୁ ଗୋଟେ ଆମ୍ବୁଲାନ୍ସ ଆସିବାକୁ ଲୋକ ସାଇଡ କଲେ ତ ଠିକ ଅଛି। ଲୋକ ସାଇଡ କରିବାରୁ ଡାହାଣ ପଟୁ କିଛି ଲୋକ ବାଁ ପଟୁ କିଛି ଲୋକ ଯେମିତି ଲହରୀ ଭଳିଆ ପ୍ରେସର କରିବାରୁ ପିଣ୍ଡା ଉପରୁ ଚଢିଗଲେ ଲୋକ। ଆପଣ କେମିତି କଣ ସାଙ୍ଗ ଥିଲେ? କେମିତି ହାତ ଛାଡିଲେ? ଗୋଟା ଜାଗାରେ ଥିଲେ ତ ଚଢା ଭିଡାରେ ସବୁ କିଏ କୁଆଡେ ଖେଳି ହେଇଗଲେ। ତାପରେ ଆପଣ ଯେତେବେଳେ ସାଙ୍ଗ ଖୋଜିଲେ ସାଙ୍ଗ କରୁଥିଲେ ଆପଣ କରୁଥିଲେ? ସାଙ୍ଗକୁ ଖୋଜିଲା ବେଳକୁ ପାଇଲେନି। କଲ୍ କଲି 2 ଥର କଲି ରିସିଭ କଲେନି। ତାପରେ ସମସ୍ତଙ୍କୁ ଫୋନ ଲାଗିଲା ତାଙ୍କ ଫୋନ ଟି ଲାଗିଲାନି। 2 ଥର ପରେ 3 ଥରକୁ କଲ୍ କଲା ବେଳକୁ କହିଲେ ମେଡିକାଲ ଅଛନ୍ତି ତମେ ଆସି ଦେଖା କର। ସେଠୁ ଯାଇ ମେଡିକାଲରେ ପହଞ୍ଚିଲା ବେଳକୁ ଫୋନ କଲା ବେଳକୁ ରିସିଭ କଲେନି। ଖୋଜି ସମସ୍ତେ ଯାଇ ଖୋଜି ମେଡିକାଲରେ ଖୋଜି ଆଉ କହିଲେନି। କହିଲେ ଆଉ ସେ ଦେଖ ନହେଲେ ରେଫର କରିଦେଇଥିବେ କଣ ଆପଣ କରିଦେଇଥିବେ। ଦଳା ଚକଟା ହେଲେ ଭିଡ ମାନେ ହାତ ଛାଡିଦେଲେ ଆପଣ ସେଠି ଖୋଜାଖୋଜି କଲେ? ଖୋଜିଲୁ ନାହିଁ ପ୍ରେସେନ୍ସ ତ ସେଠି ଆମର ନାହିଁ। ଚଢା ଭିଡରେ ଟୋଟାଲି ଆଉ 2-3 ମିନିଟ୍ ଭିତରେ କଥା ସବୁ ଟୋଟାଲି ପ୍ରେସେନ୍ସ ହିଁ ନାହିଁ। ଆଉ ସେ ପୁଣି ସମେତ କଥା ଦେଲେ ଯଦି କାହାର କଣ ହବ କି କଣ ହଜିଲା ଗାଡି କତିକି ପଳେଇବ। ମୁଁ ଜୀବନ ହେଇଗଲେ ସେ ତ ଗୋଟେ ଗାଡିକୁ ହୁଙ୍କା ମାରି ସେ ଚଢା ଭିଡରୁ ସେପଟକୁ ବାହାରକୁ ପଳେଇଥିଲି। ଯୋଉ ଭଲେଣ୍ଟିୟର ମାନେ ଠିଆ ନଥିଲେ ବାହାରକୁ ମାରି ଡିଆଁ ମାରି ମୁଁ ପ୍ରେସେନ୍ସ ହିଁ ନାହିଁ। ଏକ ମୁଁ ନରେନ୍ଦ୍ର ପୋଖରୀ ଗାଡି ପାଖରେ ସେଠି ଯାଇ ଫୋନ ଲଗେଇଲି ସମସ୍ତଙ୍କୁ। କାହାର ଲାଗିଲା ସିଏ କହିଲା ମୁଁ ଅଛି, ଇଏ କହିଲା ମୁଁ ଅଛି, ହଁ ଠିକ ଠାକ ଅଛି ହଉ ଆସ। ତାପରେ ଆଙ୍କ କତିକି 2 ଥର ଲଗେଇଲେ ଉଠିଲେନି। 3 ଥରକୁ ଲଗେଇଲା ବେଳକୁ ମେଡିକାଲରେ ଉଠିଲେ। ସେଇ ଗୋଟାଏ ଥର କହିଛନ୍ତି ମେଡିକାଲ ଆସି ତମେ ଆସି ଦେଖା। ତାପରେ ଆଉ ଆପଣ ମେଡିକାଲ ଗଲେ? ଆଜ୍ଞା ମେଡିକାଲ ଗଲା ପରେ ସେଠି ଖୋଜିଲୁ 9 ତାଲା ବିଲ୍ଡିଂ ଟୋଟାଲି ହଲ୍ ଖୋଜିଲୁ ନା ପଚାରିଲୁ। ପୁରୀ ନୂଆ ଯୋଉ ମେଡିକାଲ ସିଏ ମୋତେ ଡିଟେଲ୍ସ କହିଲେ ତମେ କୋଉଠି ଅଛ? ମୁଁ କହିଲି ମୁଁ ପୋଖରୀ କୂଳେ ଅଛି। ନା ତମେ ସେଇପଟେ ସର୍ଟକଟ ବାଟ ପଚାରି ପଳେଇ ଆସ ମେଡିକାଲ ନୂଆ ମେଡିକାଲରେ ସେ ଅଛନ୍ତି। ଏତିକି କହି କଲ୍ କାଟିଥିଲେ। ତାପରେ ଫୋନ ଲଗେଇଲା ସେଠି ମେଡିକାଲ ଗଲା ପରେ କଣ ହେଲା? ପଚାରି ବୁଝିଲୁ ଅନିଲ ଦାସ କିଏ ଆସିଛନ୍ତି ନା କେତେ ଆସିଛନ୍ତି ନହେଲେ ଦେଖ ବେଡ୍ ଦେଖ। ଫୋନ ସେମିତି ଲଗେଇକି ଖୋଜୁଥାଉ ତା ଭିତରେ ଆସି ନାହାନ୍ତି। ତାପରେ 6ଟା ବେଳେ ସେଇ ମେଡିକାଲ ଥାନାରେ କହିଲୁ ନା ତମେ ନାଁଟା ଦେଇଥାଅ କି ରେଫର କରିଦେଇଥିବେ ଆମେ ଜଣେଇବୁ। ଆଉ ତାପରେ ଜାଣିଲୁ ଏଇ କଥା ହେଇଛି ବୋଲି। ତାପରେ କେତେବେଳେ ପୁରା କନଫର୍ମ ହେଲେ ଆପଣଙ୍କ ସାଙ୍ଗ ବୋଲି ସିଏ? କନଫର୍ମ ଯେତେବେଳେ ଆମକୁ କହିଲେ ଜଣେଇବେ ବୋଲି କି 9:30 ଖଣ୍ଡେ ହବ ତାଙ୍କ ମୋବାଇଲ ପର୍ସ ଯେତେବେଳେ ଜାଣି ହାତରେ ଧରିଲେ ସେତେବେଳେ କନଫର୍ମ ହେଲେ। ତାପରେ ଆପଣ ସେମାନେ ରହିଲେ? ହଁ ରହିଲୁ ପୋଷ୍ଟମର୍ଟମ ହବ ବୋଲି କହିଲେ। କେମିତି କହିଲେ? ଘରକୁ ଜଣେଇଲେ ନା? ଘରକୁ ପର୍ସ ମୋବାଇଲ ଦବା ପୂର୍ବରୁ ଫୋନ କଲା ବେଳକୁ ଘରେ ଆମ କିଶନର ଥାନା ଜାଣି ସାରିଥିଲା ଆଗରୁ। ତ ତାଙ୍କୁ ଘର ଲୋକଙ୍କୁ କହିଲେ ନା ଆମେ ଜାଣି ସାରିଲୁଣି ତମେ ଥା ଆମେ ଯାଇ ତମ ପାଖରେ ପହଞ୍ଚୁଛୁ କହିଲେ ଘର ଲୋକ। ତାପରେ କାଲି ସକାଳେ ଯେତେବେଳେ ଆସିଥିଲେ କଣ କେମିତି ପ୍ରୋସିଜର ହେଲା? ହେଲା ଟିକେ ଲେଟ୍ ହେଲା ପୋଷ୍ଟମର୍ଟମ କରିବାକୁ। ତ 10 ଟଙ୍କା ସଇଲେ କଲେକ୍ଟର ଆସିବେ କହିଲେ ସାଇନ ଫାଇନ କରିବାକୁ କହିଲେ ଲେଟ୍ ହେଲା ଟିକେ। ଆପଣ ସାଙ୍ଗ ହେଇ ଯାଇଥିଲେ? ଆଜ୍ଞା ଘରକୁ ଆସିଲେ ଗାଁ ଲୋକଙ୍କ ରେସ୍ପନ୍ସ ଘର ଲୋକ କଣ ଆଉ କଣ କହିବି? ଗାଁ ଲୋକ ଯାହା ତ ହବାର ଥିଲା ହେଇଗଲା। ରେସ୍ପନ୍ସ ଆଉ କଣ କରାଯିବ? କଣ ହାତରେ ଥିଲା। ମାସକୁ 5 ଥର ଯିବୁ ପୁରୀ ତାଙ୍କ ସାଙ୍ଗ ହେଇକି। ଯେତେବେଳେ ଡାକିବେ ସେତେବେଳେ ଯିବୁ। ସବୁବେଳେ ଯିବୁ।